ସରକାରୀ ଯୋଜନାରୁ ବଞ୍ଚିତ ଜନ୍ମରୁ ଦିବ୍ୟାଙ୍ଗ 3 ମାସ ହେଲା ମିଳୁନି ଭତ୍ତା। ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ଓ ଅସହାୟଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଶାସନିକ ଅବହେଳା ଯୋଗୁଁ ଜଣେ ଜନ୍ମଗତ ଦିବ୍ୟାଙ୍ଗ ଯୁବକ ଦୀର୍ଘ 3 ମାସ ହେଲା ନିଜର ପ୍ରାପ୍ୟ ଭତ୍ତା ଟଙ୍କାରୁ ବଞ୍ଚିତ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଯମନକେରା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ସରକାରୀ ବାବୁଙ୍କ ଦପ୍ତର ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ସମ୍ପୃକ୍ତ ଦିବ୍ୟାଙ୍ଗ ଜଣକ ଗଣମାଧ୍ୟମ ଓ ସମାଜସେବୀଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନା ଅନୁଯାୟୀ ଯମନକେରା ବ୍ଲକ ଅନ୍ତର୍ଗତ କୁଆଗୋଲା ଗ୍ରାମର ବିପିନ ରଣାଙ୍କ ପୁଅ ବିଭୁ ରଣା ଆଜନ୍ମ ଭିନ୍ନକ୍ଷମ ଅଟନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ସରକାରଙ୍କ ପକ୍ଷରୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ପାଇ ନିଜର ଗୁଜରାଣ ମେଣ୍ଟାଉଥିଲେ। ତେବେ ଗତ 3 ମାସ ହେବ ହଠାତ୍ ତାଙ୍କର ଭତ୍ତା ଟଙ୍କା ଆସିବା ବନ୍ଦ ହୋଇଯାଇଛି। ଏନେଇ ସେ ବାରମ୍ବାର କସଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଚରାଉଚରା କରୁଥିଲେ ମଧ୍ୟ ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ପଞ୍ଚାୟତ କର୍ମଚାରୀମାନେ ହିତାଧିକାରୀ ତାଲିକାରେ ତାଙ୍କ ନାମ ନାହିଁ ବୋଲି ଦର୍ଶାଇ ତାଙ୍କୁ ଫେରାଇ ଦେଉଥିବା ବିଭୁ ଅଭିଯୋଗ କରିଛନ୍ତି। ଯେଉଁ ବ୍ୟକ୍ତି ପୂର୍ବରୁ ଭତ୍ତା ପାଉଥିଲେ ତାଙ୍କ ନାମ ହଠାତ୍ ତାଲିକାରୁ କିପରି ବାଦ୍ ପଡ଼ିଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବକେୟା ଥିବା 3 ମାସର ଭତ୍ତା ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ସେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।